ଆଜି ଆମେ ମକର କେମିତି କରାଯାଏ ଶିଖିବା। ଆମର ଏଇ ସାକରକନ୍ଦାକୁ ଫାଷ୍ଟ ଟିକେ ଟିକେ ଛୋଟ ଛୋଟ କରି କାଟିବେ। ସିଏ ଛୋଟ ଛୋଟ କରି କାଟିଲା ପରେ ଆମେ ରଖିଛୁ ସେଉ ବି କାଟିବୁ। ସେଉ ପରେ ଆଖୁ ବି ଅଛି, ଆଖୁ ବି କାଟା ହେବ। ତାପରେ ଆମର ଶାକ ଇଏ ଅଛି, ଅଦା ରସ ଜିରା ଅଛି, ଜିରା କରୁଛି ଆମର ଗୋଲମରିଚ ଏବଂ ଇଏ ଅଳେଇଚ, ଏ ଦୁଇଟା ବି ପକା ହେବ। ସିଏ ବି ଛେଚିକି ରଖାଯାଇଛି। ଆଉ ଆମର ଅଙ୍ଗୁର ଅଛି, ସିଏ ବି ପକାହବ। ଏଇଟା ପକା ହେଉଛି ଆମର ଚାଉଳ ଚୁନା, ଚାଉଳଟାକୁ ଗୁଣ୍ଡ କରି ରଖାଯାଇଥିଲା, ତାକୁ ଏଥିରେ ଏବେ ଏଡ଼୍ କରାହେଇଗଲା। ଚାଉଳ ଚୁନା ଏଡ଼୍ ହେଇଗଲା ପରେ ଚାଉଳ ଚୁନାକୁ ଏଡ଼୍ କରିଦେଲେ ତାହିଁରେ କିଛି ଚିନି ଦେବାକୁ ପଡ଼ିବ। ଚିନି ଦେଇକିରି ଚାଉଳ ଚୁନା ବଳି ଯାଇଥିଲେ ସେଥିପାଇଁ ତାକୁ ଟିକେ କରିକିରି ଆଉ ଟିକେ ପାଣି ଦେଇକି କରିଦେଲୁ। ଚାଉଳ ଚୁନା ହେଇଗଲା ପରେ ତାପରେ ଆମେ କ୍ଷୀର ବି ଦେବାକୁ ପଡ଼ିବ। କ୍ଷୀର ଦେବାକୁ ପଡ଼ିବ, କ୍ଷୀର ଦେଇକି ସ୍ୱାଦ ଅନୁସାରେ ଦେବେ, ଟିକେ କ୍ଷୀର ଦେବେ। ଆଉ ଲୁଣ ତ ଟୋଟାଲ୍ ଯିବନି, କାରଣ ଭଗବାନଙ୍କ ପାଖରେ ପୂଜା ହେବ, ତ ଲୁଣ ଦିଆହେବନି। ଏଇ ଫାଷ୍ଟ ଚାଉଳ ଚୁନା ପଡ଼ିଲା, କ୍ଷୀର ପଡ଼ିଲା, ଅଙ୍ଗୁର, ଏପଲ୍, ଲାଷ୍ଟ ଆମେ ନଡ଼ିଆ ଦେଇଛୁ। ନଡ଼ିଆଟା ନିହାତି ଦରକାର, ଟିକେ ଆପଣ ଦେଖି ନଡ଼ିଆଟାକୁ ବି ଦେଇଦେବେ।